नुआ नुआ वीडियो देखिबा पई आम चैनल टिकु लाइक शेयर एवं सब्सक्राइब करने को जमारू भूलिबेनी। उठिछि पुओ पतित बाबा खोजुछि माँ को आज माँ माँ बोली डाकुछि माँ मोर काहे बापार ठिकाना देले बापार परिचय देले मु विद्यालय को जाई पिला मानक सांग साथी मानक बापार ठिकाना कहि देबी पतित आज माँ को डाकुछि माँ को बुलुछि खोजुछि आज माँ को पाउ नाही अरे ठीक बेले डोर छिड़ी जाउची देवर्षि नारदंकर आज्ञा रूपटी की भली भाव थिला ना जो भली भाव रे आज मेरु पर्वत रे कुहुड़ी ढांकिले जो भली भाव रे दृश्यमान हुए आज पिंगल वर्ण जटा गुडी करे भस्म लेपन कला भली जाना पडुछि मुखमंडल रे धवल वर्णर निश दाढ़ी गुडी को चंद्र किरण बढ़िले जो भली भाव रे शोभित हुए आज ठीक से भली भाव रे मुखमंडल टिया शोभा राम नाम को गाई गाई प्रवेश होइछंती देवर्षि नारद माल से बालक पतित पाखरे देखुछंती पतित आज माँ को डाकुछि माँ को बुलुछि खोजुछि आज माँ को पाउ नाही पचारुछंती रे बालक तुमे भली भाव रे क्रंदन करी तुम माँ को खोजुछ ना आपण के हां आपण के मो माँ को देखिछंती हां मो माँ को देखिछंती मु जानि छी मु हल त्रिकालदर्शी तुम माँ केउ ठारे अछंती मु निश्चित भाव रे जाने बाबा जी आज्ञा हां मु सही ठेकी देबी तुमे मो माँ जो उठियाछि मु सही मो माँ पाखु जेबी हेले तुमे जाई परिबो ना कारण तुमे जदि जीवो तुमको द्वितीय शिव रूप हेबा को पड़िबो द्वितीय शिव रूप बिना कदापि हेले तुम माँ को तुमे दर्शन करि परिबो ना बाबा जी आज्ञा मु बारंबार कहूछि मते रगाना हां रगाना अरे मु तुमको सत्य कथा कहू मो माँ पाखु जीवा को हेले मो पुणी द्वितीय शिव रूप नवा को पड़िबो हां संपूर्ण मिथ्या कहउछंती मिथ्या आ कोन अरे मु तुमर उपकार चाहूछि तुमे बालक मु तुम आगे मिथ्या कहबी कहि की बाबा जी आज्ञा हां ठीक अछि आपण के अपेक्षा रहंतु निश्चय मो आसुछि हां कुदुबा देवर्षि नारदंकर कथा को सुनी पुओ पतित आज्ञा चली जाइए प्रभु देव देव महादेव को तपस्या संतुष्ट करी मागिन को द्वितीय शिव रूप आज डाकुछि प्रभु को प्रभु को जते बड़े डाकुछि ना कर्पूर गौर है करुणा अवतार संसार सार भुजगेंद्र हार ओम नमः शिवाय जिते बड़े आज संतुष्ट होती पहुंची जाइछंती देव देव महादेव
ବାଳକ ଓମ୍ ନମଃ ଶିବାୟ। ଉଠ ବାଳକ, ପ୍ରଭୁ ଆସିଛନ୍ତି ସତରେ? ଆଖି ଖୋଲ। ପ୍ରଭୁ ହେ ଗଞ୍ଜେଇଖିଆ ଠାକୁର ହେ କି ଭକ୍ତି ଆୟୁଷ୍ମାନ ଭବ। ସତ୍ୟ କରନ୍ତୁ ପ୍ରଭୁ, ମୋ ଦୁଃଖ କଥା କହିବି। ସତ୍ୟ କରିବି? ହଁ ତେବେ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରି କହୁଛି, ହଁ, ହଁ। ତୁମେ ଯାହା ମାଗିବ ମଝିରେ ପ୍ରଦାନ କରିବ। ପ୍ରଭୁ ହଁ ସତ୍ୟ କଲେ କଲି। ପ୍ରଥମେ ହେଲମେଟଟା ଦିଅନ୍ତୁ। ଆରେ ହେଲମେଟର କଣ? ଯାହା ମାଗିବି ହେଲମେଟର କଣ ଯେ? ଯୋଉଟା ମୁଣ୍ଡରେ ଗୁଡେଇ ଆରେ ତୋଟାଟା ହଁ ସେ ଅସ୍ତୁ। ପ୍ରଭୁ ହଁ ଟେଣ୍ଟାଟା ଦିଅନ୍ତୁ। ଆରେ ତିନିଟା କଣ? ଆରେ ମୂର୍ଖ ଏଟା ତ୍ରିଶୂଳ ଟୁରି। ହଁ ହଁ ପ୍ରଭୁ ଜାଣିପାରୁନୁ ଯଦି ନହେଲେ କହୁନୁ ଦେଖେଇକି, ଡମ୍ବରୁଟା ଦିଅନ୍ତୁ। ସେଥିରେ ଲାଗିଯିବା। ପ୍ରଭୁ ହଁ। ଘଣ୍ଟ ସାପୁଟା ଦିଅନ୍ତୁ। ହେ ଆରେ ନାଗ ନାଗ ସାପ ସେଇଟା ପ୍ରଭୁ ସେ ଦିଅନ୍ତୁ ଲଣ୍ଠନଟା, ଯେ ହାତରେ ଧରିଛନ୍ତି ଭଳି ସେଇଟା ସେଇଟା ଦିଅନ୍ତୁ ପ୍ରଭୁ। ଦେଲି। ପ୍ରଭୁ ହଁ ସେ ଫୁଟି ଫୁଟିକା ବବି ଲୁଙ୍ଗିଟା ଦିଅନ୍ତୁ। ଆରେ ମହାଦେବ ବୁଢୀ ଆରେ ବବିଲିଙ୍ଗୁଟା ଦେଇଦେଲେ ପ୍ରଭୁ ଖାଲି ହେଇଯିବେ, ସେଟା ଦେଇ ଆରେ ହବନି। ମହାଦେବ ବବି ଲୁଙ୍ଗି ପିନ୍ଧୁଛନ୍ତି ତମକୁ ଦେବେ। ସେ ଫୁଟି ଫୁଟିକାଟା ସେଇଟା ବବି ଲୁଙ୍ଗି ଭଳି ହେଇଛି ଆଉ ବ୍ୟାଘ୍ର ଛାଲ ସେଇଟା ହଁ ପ୍ରଭୁ କଣ? ସତ୍ୟ କରିଛନ୍ତି। ଆଉ ଯଦି ଦରକାର ପଡେ ହଁ ତାହେଲେ ମୁଁ ଆସିବି ଆପଣଙ୍କ ନିକଟକୁ ମାଗିବା ପାଇଁ। ଯା ଆରେ ସବୁ ତ ନେଇଗଲେଣି, ଆଉ କଣ ଅଛି ଶିବ ଏଇ ମନ୍ଦିର ଯାଇଥିଲ? ଏତକ ଜିନିଷ ନେଇକି ଯା ଦୋକାନଟା ସଜେଇ ଦବୁ, ଯଦି ଯା। ଥାକ ଖାଲି ରହିଲା ପୁଣି ମାଗିବୁ। ଠିକ ଅଛି ଆସୁଛି ପ୍ରଭୁ। ହଁ। ଆଜି କାଲି ଯାଇଛନ୍ତି ପୁଅ ପତିତ ଦେବଦେବ ମହାଦେବଙ୍କ ଠାରୁ ଆଜ୍ଞା ସମସ୍ତ ଆୟୁଧ ନେଇ ପହଞ୍ଚି ଯାଇଛନ୍ତି ଯେତେବେଳେ ଦେବର୍ଷି ନାରଦଙ୍କ ନିକଟରେ, ଦେବର୍ଷି ନାରଦ ଦେଖି ଦେଉଛନ୍ତି ପତିତକୁ। ଆଜି ଦ୍ୱିତୀୟ ଶିବ ରୂପ ହୋଇଛି ବୋଲି ଭାବି ପତିତର ମନ ଆଜ୍ଞା ଭାରି ଆନନ୍ଦ। ଆନନ୍ଦ। ହଁ। ବାବାଜୀ ଆଜ୍ଞା ଦେବର୍ଷି ନାରଦ କହୁଛନ୍ତି ପତିତ, ବାବାଜୀ ଆଜ୍ଞା ଆରେ ବାଳକ ବାବାଜୀ ଆଜ୍ଞା ତମେ ଦ୍ୱିତୀୟ ଶିବ ରୂପ ହେଲ। ଆପଣଙ୍କୁ କଣ ଦୃଶ୍ୟ ହଉନି? ହଉଛି, ଆଉଛି ତ ପଚାରୁଛନ୍ତି କଣ? ହେଲେ ଦ୍ୱିତୀୟ ଶିବ ରୂପ ତମେ ହେଇନା। ଆଉ ଦେବେ ନା ସବୁ ତ ଆଣିଛ ସଙ୍ଗା, ହେ ପାର୍ବତୀ କାହିଁକି ଲାଇନ ଛାଡ଼ିଦେଲା ଶେଷ ଭୋଳାମତି। ସବୁ ଆଣିଛ ହେଲେ ସାଙ୍ଗରେ ମା ପାର୍ବତୀ ନାହାନ୍ତି, ତେଣୁ ତୁମେ ଦ୍ୱିତୀୟ ଶିବ ରୂପ ହେଇପାରିବ ନାହିଁ। ମା ଶକ୍ତିଙ୍କ ବିନା ଶିବ ଆଜ୍ଞା ଶବ, ତେଣୁ ଯେହେତୁ ଶକ୍ତି ନାହାନ୍ତି ତୁମେ କେବଳ ଏ ଆୟୁଧ ଆଣି କରିବ କଣ? ଯା ପୁଣି ଥରେ ଦେବଦେବ ମହାଦେବଙ୍କ ନିକଟକୁ ଯାଇ ଆଚ୍ଛା ବାବାଜୀ ଆଜ୍ଞା ହଁ ଆପଣଙ୍କର ଆଦେଶ ଶିରୋଧାର୍ଯ୍ୟ ହଉ। ହଁ ଆସୁଛି ଆପଣ ଅପେକ୍ଷାରେ ରୁହନ୍ତୁ। ହେ ଡୁପ୍ଲିକେଟ ଥିବ ତୁରନ୍ତ ଯାଅ। ଆଜି ଚାଲି ଯାଇଛନ୍ତି ଆଜ୍ଞା ଦେବଦେବ ମହାଦେବଙ୍କ ନିକଟକୁ ପୁଣି ଥରେ ପତିତ। ଏ ଆରେ ବାଳକ ବାବା ପ୍ରଣାମ। କଣ ଧନ ଜିନିଷ ଛାଡି ଯାଇଥିବ। ହେ ବଡ ଆଶ୍ଚର୍ଯ୍ୟ କଥା ମୁଁ ଦେଖୁଛି। ବର ଦେଲା ସହିତ କାହିଁ ମା ପାର୍ବତୀ ଆସିନଥିଲେ। ବୋଧେ ମୋର ଆଜି ସୌଭାଗ୍ୟ କଥା। ପ୍ରଭୁ ବାବା ଆସେନି, ବାଳକ କିଏ ସିଏ? କିଏ ହେଉଛନ୍ତି ଏକ ବାଳକ ଯେ କି ଘୋର ବିପଦରେ ପଡି ମୋ ଠାରୁ ସମସ୍ତ ଆୟୁଧ ଗ୍ରହଣ କରି ନେଇଛନ୍ତି। ହେଲେ ପୁନର୍ବାର କାହିଁକି ଆସିଛନ୍ତି ତାହା ମୁଁ ଜାଣିପାରେ ନା। ବାବା ଆଉ ଗୋଟାଏ ଜିନିଷ ବାକି ଅଛି। କଣ? ପାର୍ବତୀକି ଦିଅନ୍ତୁ। ଆଜି କହୁଛନ୍ତି ଆଜ୍ଞା ଦେବଦେବ ମହାଦେବଙ୍କୁ ପତିତ ଯେ ପ୍ରଭୁ ମୋର ଆଉ ଗୋଟିଏ ଜିନିଷ ବାକି ଅଛି, ହେଉଛନ୍ତି ମା ପାର୍ବତୀ। ମା ପାର୍ବତୀଙ୍କୁ ଦେଲା ପରେ ଯାଇ ମୁଁ ଦ୍ୱିତୀୟ ଶିବ ରୂପ ହେବି, ତେଣୁ ପ୍ରଭୁ ଆଜ୍ଞା ମନା କରୁଛନ୍ତି। କହୁଛି ଆଜ୍ଞା ପୁଅ ପତିତ ନା ମୁଁ ତ ଜାଣି ଅଛି, ଆରେ ଭୂତଙ୍କ ନାଁରେ ହେ ବାଇ ହୋଇନା ପ୍ରଦାନ କରନ୍ତୁ ପ୍ରଭୁ ପାର୍ବତୀ। ତାହେଲେ ଯୁଦ୍ଧକୁ ଅଗ୍ରସର
আরে ইয়ে কি যুদ্ধ কবিঙ্কর ন লেখাইলে ইয়ে যুদ্ধ ইয়ে কোন যাত্রা পার্টি হচ্ছে এইটা হচ্ছে গীতিনাট্য যুদ্ধ পয়সা মর্তি পাল্লা ক্লাসে পাল্লা পালা কাছে তো পারিলে পাল্লা ন পারিলে মল্লা ଆଉ ଆଉ ଗୋଟେ କଥା ପିଲାରୁ ପାଲା ପାଲରୁ ପାଲା ପାଲି ଭାଷାରୁ ପାଲା ପାଲେ ପାରିଲା ପାଲା ଓ ପିଲା ପାଲା ହଉଛି ଗାଁରେ ଏଠି ପାଲ ପଡିଛି ବୋଲି ଏଇ ପାଲା ହଉଛି ଅନୁଷ୍ଠାନର ପାଲା ରାସନ যুদ্ধ চালিব ହଁ যুদ্ধ কবিঙ্ক লেখা আজ্ঞা মথুরা মঙ্গল ভক্ত চরণ যুদ্ধ হব তেবে কিভଳି ভাবে যুদ্ধ হব নমা হে ভিড়া ভিড়ি আরে হিয়াকু ନୂଆ ନୂଆ ଭିଡିଓ ଦେଖିବା ପାଇଁ ଆମ ଚ୍ୟାନେଲଟିକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।